जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आम सेशन आरंभ करवा आज आम पढ़ा भेरी इंपोर्टेंट टॉपिक भगवान जितेबले सृष्टि बनइले तो सृष्टि हिसाब से कालर गणना को आज आम पढ़ा इट इज ए प्योरली रिसर्च टॉपिक जो मैंने लिखा चाहिए लिखिपारे जो मैंने मन रखा चाहिए मन रखिपारे तो वीडियो अपलोडिंग हम से भाबार कौन अच्छे तो आम टाइम डिविजन को पढ़ा टाइम डिविजन इज वेरी वेरी इंपोर्टेंट टाइम डिविजन कौन इंपोर्टेंट आम कि समय ही सब किछि कराए एवं समय रो सदुपयोग समय अनुसार कमटा नहेले जहाँ प्रॉब्लम हवा कथा से प्रॉब्लम मनुष्य को हवा कथा हुई तो सबुठु माइन्यूटेस्ट समय होची लिता सबुठु माइन्यूटेस्ट समय माने सॉरी बिलिता तो मु एटा को वर्तमान लिखिया जाउची जहाँ मुंडरे जहाँ अछि सेटा रखियो आउ आगु बढ़ियो एक लिता 60 बिलिता एक विपल 60 लिता एक पल 60 विपल एक क्षण 10 पल which is equal to 30 कला which is equal to 4 मिनिट ताले गोटे क्षण केते रे 4 मिनिट गला हला एटा इंपोर्टेंट मन रखता गोटे दंड 6 क्षण which is equal to 24 minutes ठीक अछि गोटे मुहूर्त is equal to 2 दंड माने 48 मिनिट एक प्रहर 4 घड़ी which is equal to 7 7 पूर्ण कौन इंग्लिश ओडिया ही जाउछ मोर 7 पूर्ण 1/2 दंड नेक्स्ट एक रात्रि 12 घंटा दिन भी 12 घंटा ठीक है ना प्ला 4 प्रहर 15 मुहूर्त 15 मुहूर्त ठीक है एक अहोरात्र which equal to approximately 24 घंटा एग्जैक्ट नो गोटे तिथि एक अहोरात्र गोटे पक्ष 15 तिथि गोटे मास 2 पक्ष 30 अहोरात्र 30 तिथि गोटे ऋतु 2 मास इक्वल टू 4 पक्ष गोटे वर्ष 6 ऋतु इक्वल टू 12 मास एक दशंधि इज इक्वल टू 10 वर्ष 120 मास एक शताब्दी 10 दशंधि इज इक्वल टू 100 वर्ष एबे आमे जुग विषय जानिया कि कौन जुग एक्चुअली कॉन्सेप्ट कौन जुगर टाइमिंग समझ जानिछे सत्य त्रेतया द्वापर कली
ସତ୍ୟଯୁଗ କେତେ ବର୍ଷ ଗଲା ରେ? 1,7,2,8,0,0,0 ମାନବ ବର୍ଷ। ତ୍ରେତା କୁଆଡେ ଗଲା? 12,96,000 ମାନବ ବର୍ଷ। ଦ୍ୱାପର କଣ ହେଲା ନା 86,000, ସରି 8,64,000, ଓଡିଆ ଇଂଲିଶ ବହୁତ ହଇରାଣ କରୁଛନ୍ତି, ମାନବ ବର୍ଷ। କଳି କେତେ ଆସିଲା? 4,32,000 ମାନବ ବର୍ଷ। ଠିକ ଅଛି, ବର୍ତ୍ତମାନ ଏଇଠି ମୁଣ୍ଡ ରଖିଥା। 12 ଦେବ ମାସ ଇକ୍ୱାଲ ଟୁ 1 ଦେବ ବର୍ଷ, ଏଟା ତ ସମସ୍ତେ ଜାଣିଛନ୍ତି। ଇକ୍ୱାଲ ଟୁ 360 ମାନବ ବର୍ଷ। କ୍ଲିୟର? ଏବେ ମନେ ରଖ, ଏଇ ସତ୍ୟ ପ୍ଲସ୍ ତ୍ରେତୟା ପ୍ଲସ୍ ଦ୍ୱାପର ପ୍ଲସ୍ କଳି, ଏଟାକୁ ଆମେ ମିଶେଇକି କହିବା 1 ଚତୁର୍ଯୁଗ। ଠିକ ଅଛି, ତାପରେ କଣ ହବ ବୁଲ? ତାପରେ ହଉଛି 1 ମନ୍ୱନ୍ତର ଇକ୍ୱାଲ ଟୁ 71ଟା ଚତୁର୍ଯୁଗ। କ୍ଲିୟର? ଆରେ ଭଏସ ଆସୁଛି ନା ମୁଁ ଏମିତି ଖାଲି ଗପୁଛି ବେ? ଆସୁଛି। ହଁ, 1 କଳ୍ପ ଇକ୍ୱାଲ ଟୁ 14 ମନ୍ୱନ୍ତର। ଭଗବାନ ବ୍ରହ୍ମାଙ୍କର ହଉଛି ଗୋଟେ ଦିନ, ଗୋଟେ କଳ୍ପ, ଗୋଟେ ରାତି, ଗୋଟେ କଳ୍ପ। ଠିକ ଅଛି, ତାହେଲେ ଭଗବାନ ବ୍ରହ୍ମାଙ୍କର ଦିନର ଅହରାତ୍ର ହଉଛି 2 କଳ୍ପ। ଗୋଟେ କଳ୍ପରେ 14 ମନ୍ୱନ୍ତର ରହୁଛନ୍ତି, ଏବଂ ସେ 14 ମନ୍ୱନ୍ତର, ଗୋଟେ ମନ୍ୱନ୍ତର ହଉଛି 71 ଘଣ୍ଟା ଚତୁର୍ଯୁଗ। ବ୍ରହ୍ମାଙ୍କ ଦିନ ଗୋଟେ କଳ୍ପ, ଗୋଟେ ରାତି ହଉଛି ଗୋଟେ କଳ୍ପ। ଠିକ ଅଛି, ବ୍ରହ୍ମାଙ୍କର ଆୟୁ ହଉଛି 100 ବର୍ଷ। ବୁଝିପାରୁଛ ତ? ମାନେ ଯଦି 100 ବର୍ଷ ହେଲା ବ୍ରହ୍ମାଙ୍କ ଆୟୁ, ତାହେଲେ ଗୋଟେ ବର୍ଷରେ 360 ଦିନ ନବ। ଏଇଟା ଇଣ୍ଡିଆନ କ୍ୟାଲେଣ୍ଡର ହିସାବରେ। ତ 360 ଦିନ ଇଣ୍ଟୁ 100 କେତେ ହେଲା? 360 ରେ 100 କରିଦବା, 100 ବର୍ଷ। ଏତିକିଟା ଇଣ୍ଟୁ 2 କଳ୍ପ ହଉଛି ବ୍ରହ୍ମାଙ୍କର ଆୟୁ। କ୍ଲିୟର? ତ ବ୍ରହ୍ମାଙ୍କର ଯୋଉଟା 100 ବର୍ଷ, ଏଠି ଭଗବାନ କୃଷ୍ଣ କେବଳ ଆଖି ବନ୍ଦ କରିକି ଖୋଲନ୍ତି। କ୍ଲିୟର? ଭିଡିଓକୁ ଭଲସେ ଦେଖିବ। ତ ଏଇଟା ହେଲା ଟାଇମ ର ଡିଭିଜନ। ମାନେ ନାରାୟଣ ଯେତେବେଳେ ଆଖି ବନ୍ଦ କରି ଖୋଲନ୍ତି ବ୍ରହ୍ମାଙ୍କର 100 ବର୍ଷ ପରେ, ସେତେବେଳକୁ କେତେ ସମୟ ପାସ୍ ଆଉଟ୍ ହେଇଯାଇଥାଏ। ଇଟ ଇଜ ଦ ହୁଇଲ ଅଫ ଟାଇମ। ଆମେ ସୁଦର୍ଶନ ଚକ୍ର ଭାବିଥିଲେ ପଢିବେ ବୋଲି ବହୁତ ଆଗରୁ, ଆମେ ପଢି ପାରିନଥିଲେ ସୁଦର୍ଶନ ଚକ୍ର। ତ ଆମେ ସୁଦର୍ଶନ ଚକ୍ରର ଗୋଟେ ଫାଷ୍ଟ ପ୍ରିମିଟିଭ ଜିନିଷଟା ଆମେ ପଢିଲେ। ତ ମଣିଷର ଆୟୁ ଆଜିକା ଡେଟରେ 65-70 ଭିତରେ ରହୁଛି ଆଭରେଜ। ଇଣ୍ଡିଆନ କଥାଟା ମୁଁ କହୁଛି, ମୁଁ ଆଉ କୋଉ କଥାଟା କହୁନି। ତ ଇଣ୍ଡିଆନ ଇଏ ହିସାବରେ ମଣିଷର ଆୟୁ ରହୁଛି 65-70, ମ୍ୟାକ୍ସ ଟୁ ମ୍ୟାକ୍ସ। ତ ସେଇଠି କଣ ହଉଛି
ନା ସେଇଠି ସେ ଯୋଉ ମାନେ ସେଠି ଯୋଉ ଗେମ୍ ଅଫ ହୁଇଲ ଅଫ ଟାଇମ ଚାଲୁଛି, ଯୋଉ ହୁଇଲ ଅଫ ଟାଇମ ହିସାବରେ କାମ ହଉଛି, ସେ ହୁଇଲ ଅଫ ଟାଇମ ରେ ଆମେ ଭାବୁଛୁ ଆମେ ଦିନ ଗୁଡା କେତେ, ସମୟ ଗୁଡା କେତେ ଇଜିଲି ପାସ୍ ଆଉଟ ହେଇଯାଉଛି। ତ ନାରାୟଣ ପାଇଁ ସେଟା କେବଳ ଆଖି ବନ୍ଦ କରି ଅନେଇବା ହଉଛି ବ୍ରହ୍ମାଙ୍କର 100 ବର୍ଷ। ଆଉ ବ୍ରହ୍ମାଙ୍କର 100 ବର୍ଷ ହେଲା 360 ରେ ଦିଟା ଶୂନ, ମାନେ 3,60,000 ବର୍ଷ ଇଣ୍ଟୁ 2 କଳ୍ପ। ତ ଗୋଟେ କଳ୍ପ ଅଣ୍ଡରରେ 14 ମନ୍ୱନ୍ତର, ଆଉ ଗୋଟେ ମନ୍ୱନ୍ତର ଅଣ୍ଡରରେ 71 ଚତୁର୍ଯୁଗ। ମାନେ ଏତିକି ସମୟ ଗଲା ପରେ ନାରାୟଣଙ୍କର ଆଖି ପତା, ଯେମିତି ଆମର ଆଖି ପତା ପଲକ ଝପକୁଛି, ନାରାୟଣଙ୍କର ସେଇଆ ହୁଏ। ନାରାୟଣ ମାନେ ପୁରୁଷୋତ୍ତମଙ୍କର ସେଇଆ ହୁଏ। ତ ଇଏ ଥିଲା ତାଙ୍କର ପାୱାର। ତ ବ୍ରହ୍ମା କଣ ବନେଇଲେ? ବ୍ରହ୍ମା 14 ବ୍ରହ୍ମାଣ୍ଡ ବନେଇଲେ, ସେଥିରେ 14 ଲୋକ ବନେଇଲେ। କଣ କଣ ସେ ଲୋକ ଥିଲା? ଆମେ ରହୁଛୁ ଭୂ ଲୋକରେ, ତାର ଉପର ଲୋକ ହଉଛି ଭୁବ ଲୋକ, ତା ଉପର ଲୋକ ହଉଛି ସ୍ୱ ଲୋକ, ତାପରେ ହଉଛି ମହ ଲୋକ, ତାପରେ ଜନ ଲୋକ, ତାପରେ ତପ ଲୋକ, ତାପରେ ସତ୍ୟ ଲୋକ। ସେମିତି ଭୂ ଭୂ ପରେ ଆଉ କଣ ଲୋକ ଅଛି ନା ଭୂର, ଏଇଟା ସବୁ ଉର୍ଦ୍ଧ୍ୱ ଲୋକ ଗୁଡାକ, ଭୂର ଉପରେ ସେଗୁଡା। ଯେମିତି ଆମେ ଯେମିତି ଗାୟତ୍ରୀ ପଢୁ ତ ଉର୍ଦ୍ଧ୍ୱ ଲୋକ ବିଷୟରେ ପଢୁ, ତ ଅର୍ଦ୍ଧ ଲୋକର କଣ ଅଛି ନା ଅର୍ଦ୍ଧ ଲୋକର ହଉଛି ଅତଳ ଲୋକ, ମାନେ ଭୂର ତଳଟା ଏକ୍ଜାକ୍ଟଲି ତଳଟା ଅତଳ, ତା ତଳେ ହଉଛି ବିତଳ ଲୋକ, ତା ତଳେ ହଉଛି ସୁତଳ ଲୋକ, ତାପରେ ହଉଛି ତଳାତଳ ଲୋକ, ତାପରେ ମହାତଳ ଲୋକ, ତାପରେ ରସାତଳ ଲୋକ, ତାପରେ ପାତାଳ ଲୋକ। କ୍ଲିୟର? ରାଜ ଭଏସ ଆସୁଛି ତ? ରାଜ? ହଁ ଭାଇ ଆସୁଛି। ହଁ ଠିକ ଅଛି। ତ ଇଏ ହେଲା 14 ବ୍ରହ୍ମାଣ୍ଡ ବ୍ରହ୍ମା ବନେଇଦେଲେ। ତ ସେମିତି 14 ମନ୍ୱନ୍ତର କଣ କଣ ରହିଲା ନା ପ୍ରତ୍ୟେକ ମନ୍ୱନ୍ତର ମନୁ ମନୁ ରହିବେ। ତ ପ୍ରଥମ ମନ୍ୱନ୍ତର ହଉଛନ୍ତି ସ୍ୱୟଂଭୂ ମନ୍ୱନ୍ତର, ଯୋଉଠିକି ନାରାୟଣ ନିଜେ ଥିଲେ ମନୁ, ମାନେ ନାରାୟଣଙ୍କ ଅଂଶ ଥିଲା। ସମସ୍ତେ ନାରାୟଣଙ୍କ ଅଂଶ, ବଟ୍ ହି ଇଜ ଦ ଡାଇରେକ୍ଟ ଡିସେଣ୍ଡାଣ୍ଟ ଅଫ ନାରାୟଣ। ତାପରେ ଆସିଲା ସ୍ୱରଚିଷିତ ମନ୍ୱନ୍ତର, ସ୍ୱରୋଚିଷ ମନ୍ୱନ୍ତର। ତାପରେ ଆସିଲା ଉତ୍ତମ ମନ୍ୱନ୍ତର, ତାପରେ ଆସିଲା ତାମସ ମନ୍ୱନ୍ତର, ତାପରେ ଆସିଲା ରୈବତ ମନ୍ୱନ୍ତର, ତାପରେ ଆସିଲା ଚକ୍ଷୁଷ ମନ୍ୱନ୍ତର। ବର୍ତ୍ତମାନ କରେଣ୍ଟଲି ଆମେ ଯୋଉ ମନ୍ୱନ୍ତରରେ ଚାଲୁଛୁ ସେଇଟା ହଉଛି ବୈବସ୍ୱତ ମନ୍ୱନ୍ତର। ତାପରେ ଆସିବ ସାବରଣୀ ମନ୍ୱନ୍ତର, ତାପରେ ଦକ୍ଷ ସାବରଣୀ ମନ୍ୱନ୍ତର, ବ୍ରହ୍ମ ସାବରଣୀ ମନ୍ୱନ୍ତର, ଧର୍ମ ସାବରଣୀ ମନ୍ୱନ୍ତର, ତାପରେ ରୁଦ୍ର ସାବରଣୀ ମନ୍ୱନ୍ତର, ଦେବ ସାବରଣୀ ମନ୍ୱନ୍ତର, ତାପରେ ଇନ୍ଦ୍ର ସାବରଣୀ ମନ୍ୱନ୍ତର। ତ 14 ମନ୍ୱନ୍ତର ନାଁ ବି ମୁଁ କହିଲି। ନେକ୍ସଟ ସେସନରେ ଆମେ ପଢିବା ପଞ୍ଚାଙ୍ଗ। କାହାର ପଞ୍ଚାଙ୍ଗ ନା ଯୁଗ ପଞ୍ଚାଙ୍ଗ। କାହିଁ ଆମେ ଯୁଗ ପଞ୍ଚାଙ୍ଗ ଟା ପଢିବା? ଯୁଗ ପଞ୍ଚାଙ୍ଗ ଇଜ ଭେରି ଭେରି ଭାଇଟାଲ ଆଜ ପାର ଆଜ ଆୱାର ଡେ ଟୁ ଡେ କର୍ମ ଇଜ କନସର୍ନ। କାରଣ ଯୁଗ ପଞ୍ଚାଙ୍ଗ ହିସାବରେ ଆମେ ଦେଖିପାରିବା ଯେ କୋଉ ସୁଇଟେବଲ ଟାଇମରେ କୋଉ ଯୁଗକୁ ସୃଷ୍ଟି କରାଯାଇଛି। ହେଲେ ସେଇ ହିସାବରେ ଆମେ ଏଇ ଯୁଗରେ ତାକୁ ଇମ୍ପ୍ଲିମେଣ୍ଟ କରିବା ଭଲ ନୂଆ ନୂଆ କାମରେ ଆମର। ଠିକ ଅଛି। ତ ପ୍ରତ୍ୟେକ ତାପରେ ଆମେ ପଢିବା କି କୋଉ ଯୁଗରେ କୋଉ ଅବତାର ଆସିଲେ। ଯେହେତୁ ଆମେ ଟାଇମ ର ଡିଭିଜନ କୁ ପଢୁଛେ ବା ଟାଇମ କୁ ଦେଖିବାକୁ ଯାଉଛେ, ତ ସେ ଟାଇମ କୁ ଆମେ ଧୀରେ 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 କରି କାଳ ବିଭକ୍ତକୁ ଆଗକୁ ବଢେଇବା। କାରଣ କାଳ ବିଭାଗ ଆଗକୁ ନ ବଢେଇଲେ ମୁଁ ତମକୁ ପଞ୍ଚାଙ୍ଗ ବୁଝେଇ ପାରିବିନି କ୍ଲିୟରଲି। ତ ମୁଁ ଏଇଟା ଗୋଟେ ଛୋଟ ନାରାୟଣଙ୍କର ମହିମାର ଗୋଟେ ସିମ୍ପଲ ଗୋଟେ ଡେମନଷ୍ଟ୍ରେସନ ଦେଲି। ଏଇଟା ତମେ କୋଉ କୋଉ ଶାସ୍ତ୍ରରେ ପାଇପାରିବ ନା ଏଇଟାକୁ ତୁମେ ଡାଇରେକ୍ଟ ଶ୍ରୀମଦ୍ ଭାଗବତମରେ ପାଇପାରିବ, ନହେଲେ ବ୍ରହ୍ମ ବୈବର୍ତ ପୁରାଣରେ ପାଇପାରିବ। ଡିଭିଜନ ଅଫ ଟାଇମ ବ୍ରହ୍ମାଙ୍କର ସୃଷ୍ଟି ଠାରୁ କାଳ ଗଣନା ଗୋଟେ ଚାପ୍ଟର ଥିବ, ସେ ଚାପ୍ଟରରେ ଅଛି। ଆଉ ସେଟାକୁ ଦେଖିକି ତମେ ଭଲସେ ରିସର୍ଚ୍ଚ କରିକି ପଢିପାରିବ। ତ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ। राज ऑफ कर रहे रिकॉर्डिंग। राज वॉइस आସୁଛି? ହଁ ଭାଇ। ରାଜ କୁଆଡେ ଗଲା କି ଆଜି? ବ୍ୟସ୍ତ ଚାଲିଛି ବୋଧେ।
ତ ଯେତେବେଳେ ଆମେ ପଞ୍ଚାଙ୍ଗ ଦେଖିବା, କୌଣସି ବି କୁଣ୍ଡଲି ଦେଖିବା, ସମସ୍ତେ କଣ କରନ୍ତି ନା ଫଟସେ ପଳାନ୍ତି କୁଣ୍ଡଲିରେ କୋଉ ଗ୍ରହ କୋଉଠି ବସିଲା, ବଟ୍ ସେମିତି କରିବନି, କାରଣ ପଞ୍ଚାଙ୍ଗ ହଉଛି ପଞ୍ଚତତ୍ଵର ମିଶ୍ରଣ। ତ ପଞ୍ଚାଙ୍ଗରେ କଣ ରୁହେ ନା ତିଥି ବାର ନକ୍ଷତ୍ର ଯୋଗକରଣ। ତ ତିଥି କୋଉ ତତ୍ଵକୁ ସିଗ୍ନିଫାଏ କରେ, ବାର କୋଉ ତତ୍ଵକୁ ସିଗ୍ନିଫାଏ କରେ, ନକ୍ଷତ୍ର କୋଉ ତତ୍ଵକୁ ସିଗ୍ନିଫାଏ କରେ, ଯୋଗ କୋଉ ତତ୍ଵକୁ ସିଗ୍ନିଫାଏ କରେ, କରଣ କୋଉ ତତ୍ଵକୁ ସିଗ୍ନିଫାଏ କରେ। ଯେତେବେଳେ ଆମେ ପାଞ୍ଚଟା ଜିନିଷକୁ ଭଲସେ ବୁଝିବା, ସେତେବେଳେ ଆମକୁ ବୁଝିବା ଯେ ଆମକୁ କୋଉ ଜିନିଷ ଟାଇପର। ହ୍ୟାଲୋ। ହଁ ମ୍ୟାମ୍, ନମସ୍କାର ମ୍ୟାମ୍। ହଁ ମ୍ୟାମ୍, ଆପଣଙ୍କ ଟିକେଟ୍ ହେଇଗଲା ଇଣ୍ଡିଆ ପାଇଁ? ହଁ ନାଇଁ, ଆପଣ ଆସନ୍ତୁ ଭାରି ଇଣ୍ଡିଆ। ଆପଣ ଦିଲ୍ଲୀ ପହଞ୍ଚିଲା ପରେ ମତେ କଲ୍ ବ୍ୟାକ୍ କରିବେ, ଠିକ ଅଛି? ମାନେ ଦିଲ୍ଲୀ ନା ଆକ୍ଚୁଆଲି, ମ୍ୟାମ୍ ଆକ୍ଚୁଆଲି ମୁଁ କ୍ଲାସରେ ଅଛି, ଠିକ ଅଛି? ଆଉ ଜଷ୍ଟ ଏବେ 10ଟା 22 ହେଲା, ଆଉ ମ୍ୟାକ୍ସ ଟୁ ମ୍ୟାକ୍ସ 20 ମିନିଟ୍ ଚାଲିବ କ୍ଲାସଟା। ଆଉ ଆପଣ, ହଁ ହଁ, ନେହା ଆସୁଛି କି ନାଇଁ? ବାସ୍ ମତେ ହଁ, ନେହା ନେହା ଆସିବା ନିହାତି ଦରକାର। ହଁ ହଁ ହଁ। ମତେ ଆପଣଙ୍କ ତିନିଟା ଜାଗା, ତିନିଟା, ହଁ କଣ କହିଲେ ଭାଇ? ବନାରସ ମୁଁ କହିନି, ବାରାଣାସୀ ନାଇଁ, ବନାରସ ମୁଁ କହିନି। ମୁଁ କହିଥିଲି ତିନିଟା ଜାଗା ଆପଣଙ୍କୁ। ମୁଁ କହିଥିଲି ହରିଦ୍ୱାର, ଆଉ ସେଠୁ ଡାଇରେକ୍ଟ ଆପଣ ପଳେଇବେ ମହାକାଲ, ତାପରେ ଆପଣ ପଳେଇବେ ଏଠିକି, ୱେଷ୍ଟ ବେଙ୍ଗଲ। ହଁ ଇନ୍ଦୋର। ଏ ମଳୟ ରାଜକୁ ଫୋନ କରିଛି, ସେଇଟା ଇଏ କରିବ, ହଟେଇବ, ନହେଲେ ଭିଡିଓ ବହୁତ ଲମ୍ବା ହେଇଯିବ, ତାକୁ କଟ୍ କରିବାକୁ ଅସୁବିଧା ହବ। ହୁଁ। ତ ଆମେ ସେଟା ପଢିଲେ, ଆମେ ସେଟା ପଢିବା ଯେ ଆକ୍ଚୁଆଲି କଣ ସେ ଯୋଉ ଜିନିଷଟା ଅଛି, ଯୋଉ ପଞ୍ଚତତ୍ଵ ଅଛି, ପଞ୍ଚତତ୍ଵ କିଭଳି ଭାବରେ ସେଟା ବାଲାନ୍ସ ହଉଛି। ପଞ୍ଚତତ୍ଵ ବାଲାନ୍ସିଂ ଟା କଣ ଆକ୍ଚୁଆଲି? ପଞ୍ଚତତ୍ଵ ମାନେ କୌଣସି ବି କୁଣ୍ଡଲି ଯେତେବେଳେ ଷ୍ଟାର୍ଟ ହବ ଦେଖିବା, ତ ସେଇଠି ଆମେ କଣ କରିବା ନା ଫଟ ସେ ବାହାରି ଆସିବନି ଇଏ କରିବା ପାଇଁ, କଣ କରିବା ପାଇଁ, କୁଣ୍ଡଲି ଦେଖିବା ପାଇଁ। କାହିଁକି? କାହିଁକି ନା ସେଇଠି ପ୍ରେଡିକ୍ସନ ଗଡବଡ ହେଇଯିବ। ମୁଁ ତମକୁ ଗୋଟେ ଛୋଟ ଏକ୍ଜାମ୍ପଲ ଦଉଛି, ସେଇଟା ତମେ ବୁଝିବ। ପ୍ରଥମା ତିଥି, ପ୍ରଥମାର ହଉଛନ୍ତି ସୂର୍ଯ୍ୟ, ଦ୍ଵିତୀୟ ହଉଛନ୍ତି ଚନ୍ଦ୍ର। ତ ପ୍ରଥମା ପ୍ରତିପଦାରେ ଯେତେବେଳେ ସୂର୍ଯ୍ୟ ହେଇଗଲେ, କୌଣସି ଲୋକ ଯଦି ପ୍ରତିପଦା ତିଥି ପଡିଥିବ ଏବଂ ରବିବାରରେ ଜନ୍ମ ହେଇଥିବ, ତାହେଲେ ଯେତେ ଯାହା କରିଦିଅ, ତାକୁ ସେଠି ତିଥିବାର ଦୋଷ ଲାଗିଗଲା। ତା ବଡିରେ ଇନଫ୍ଲାମେସନ ହେବା କଥା ହେବ, ଆଉ ତାକୁ ପ୍ରୋବ୍ଲେମ ରହିବା କଥା ରହିବ। ଏବଂ ସୂର୍ଯ୍ୟ ଯୋଉଠି ବସିବ ସେଇ ରିଲେଟେଡ ପ୍ରୋବ୍ଲେମ ଟା ତାକୁ ଦେଇଦବ, ପୁରା ଭୋଗ ଭଳିଆ। ଠିକ ଅଛି? ତେଣୁ ଆମେ ସେଗୁଡାକ ପଢିବା ମାନେ ଏଇ ଟାଇମ ର ଡିଭିଜନ ହିସାବରେ। ତ ସେଇଟାକୁ ଆମେ ଭଲସେ ଭେରିଫାଏ କରିବା। ବହି ଗୋଟେ ଅଛି, ତାର ନାଁ ହଉଛି କାଳ ବିବେକ। ଯଦି ମିଳିଯାଏ କୋଉଠି କାହାକୁ, ତାହେଲେ ବୁକ୍ ଷ୍ଟୋର ଯାଇକି ଚେକ୍ କରିପାରେ। ମତେ କାହିଁ ଲାଗୁନି ବହି ମିଳିବ। ଇଏ ପୁରାତନ ପ୍ରକାଶନ ଭାଇ ଅଛି, ଲାଷ୍ଟ ପବ୍ଲିଶ ହେଇଥିଲା ଗଞ୍ଜାମରୁ 1998 ମସିହା।